ନୟାପଲ୍ଲୀ ଥାନା ପୁଲିସ ଅଭିଯୋଗକାରୀ ଦେବାଶିଷ ରାଉତରାୟଙ୍କ ଏତଲା ଆଧାରରେ ତଦନ୍ତ କରିବା ସହ ଅଭିଯୁକ୍ତ ଶିବପ୍ରସାଦ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି 26/5/2024 ତାରିଖ ସନ୍ଧ୍ୟା ସମୟରେ ଅଭିଯୋଗକାରୀ ତାଙ୍କର ଅନ୍ୟ 2 ଜଣ ବନ୍ଧୁଙ୍କ ସହିତ ବାଲୁଙ୍କେଶ୍ୱର ପୋଖରୀ ବନ୍ଧରେ ବସି ବାର୍ତ୍ତାଳାପ କରୁଥିଲେ। ସେହି ସମୟରେ ଅଭିଯୁକ୍ତ ଶିବ ସେଠାକୁ ଆସିଥିଲେ ଓ ଅଭିଯୋଗକାରୀଙ୍କୁ ତାଙ୍କ ପିତାଙ୍କ ବିଷୟରେ କାହିଁକି ଆଲୋଚନା କରୁଥିବା ନେଇ ପଚାରିଥିଲେ। ଏହାର ପ୍ରତ୍ୟୁତ୍ତରରେ କହିଥିଲେ ଯେ ତାଙ୍କ ପିତା ତାଙ୍କର ବନ୍ଧୁ କାହିଁକି ସେମାନେ ତାଙ୍କ ବିଷୟରେ ଆଲୋଚନା କରିବେ। ଏଥିରେ ଶିବ ରାଗି ଯାଇଥିଲେ ଓ ଅଭିଯୋଗକାରୀଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଅଭିଯୁକ୍ତ ଶିବ ତାଙ୍କର କିଛି ସହଯୋଗୀଙ୍କୁ ଘଟଣାସ୍ଥଳକୁ ଡାକିଥିଲେ ଓ ସେମାନେ ସେଠାକୁ ଆସିବା ପରେ ସମସ୍ତେ ମିଳିତ ଭାବରେ ଅଭିଯୋଗକାରୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ। ଅଭିଯୋଗକାରୀ ଘଟଣାସ୍ଥଳରେ ରକାକୁ ଅବସ୍ଥାରେ ନିଷ୍ଫଳ ହୋଇ ପଡ଼ି ରହିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ଅଭିଯୋଗକାରୀ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିବା ପରେ ଏନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନୟାପଲ୍ଲୀ ଥାନା ପୁଲିସ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିଲେ। ଅଭିଯୁକ୍ତର ପୂର୍ବ ଚରିତ ଅପରାଧିକ ଯାଞ୍ଚ ବେଳେ ସେ ଜଣେ ଅଭ୍ୟାସଗତ ଅପରାଧୀ ଓ ତାଙ୍କ ନାମରେ ପୂର୍ବରୁ ନୟାପଲ୍ଲୀ ଥାନାରେ 5ଟି ଅପରାଧିକ ମାମଲା ରହିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ୍ ଏଜେନ୍ସି।